ସୁଲିଖନ ଅର୍ଥ ହେଉଛି ସୁନ୍ଦର ଲେଖନ ବା ସୁନ୍ଦର ଭାବରେ ଲେଖିବା। ଏହି ଶବ୍ଦଟି ସାଧାରଣତଃ କାଲିଗ୍ରାଫି କିମ୍ବା ଭଲ ହସ୍ତାକ୍ଷର ନିମିତ୍ତରେ ବ୍ୟବହୃତ। ଏହା ହେଉଛି ଏକ ସୁଲିଖନ ସୁଲିଖନ ପ୍ରାକ୍ଟିସ୍ ସିଟ୍। ଆସନ୍ତୁ ଦେଖିବା ଆଦିପି ସ୍କୁଲର এই କୁନି ଛୁଆଟି କିପରି ସୁଲିଖନ ଲେଖୁଛି। ସୁଲିଖନ ବୋଲି କହିଲେ ଧାରଣା ହେଉଛି ଯେ ଗୋଟେ ଛୋଟ ପିଲା କିପରି ଭଲ ଭାବରେ ଲେଖିବା ତାହା ସେ ଦେଖିବା। ତାର ଲେଖାର ଅଭ୍ୟାସ ସବୁଦିନ କିଛି ସମୟ ଦେଇ ସକାଳ କିମ୍ବା ଦିନର କିଛି ସମୟରେ ଲେଖା ଅଭ୍ୟାସ କରିଲେ ତାର ଅକ୍ଷର ସୁନ୍ଦର ହେବ ବୋଲି ଆମର ବିଶ୍ୱାସ। ଏକ କୁନି ଛୁଆ 4ଟି ଭାବରେ ତାକୁ ଆମେ ଶିଖେଇ ପାରିବା ହସ୍ତାକ୍ଷର। ପ୍ରଥମେ ବଡ଼ ଅକ୍ଷର ABC, ପରେ ଛୋଟ ଅକ୍ଷର ଛୋଟ ABC। ଠିକ୍ ଭାବରେ ଲାଇନ୍ ମଧ୍ୟରେ ଭଲ ଭାବରେ ଲେଖୁଛି କି ନାହିଁ ସେଇଟା ଆମେ ତାକୁ ଶିଖାଇବା। 2ରେ ଖେଳ କ୍ରମରେ ତାକୁ ମଜାଦାର ଭାବରେ କିମ୍ବା ଚିତ୍ର ଦ୍ୱାରା ତାକୁ ଶିଖାଇବା। 3ରେ ତାର ଲେଖାକୁ ପ୍ରଶଂସା ଓ ଉତ୍ସାହ କରିବା। ସେମାନେ ଭଲ ଲେଖିଲେ କୁନି କୁନି ଛୋଟ ଉପହାର କିମ୍ବା ମିଠା ଶବ୍ଦ ଦେଇ ଉତ୍ସାହିତ କରିବା। 4ରେ ଧୈର୍ଯ୍ୟ ଓ ପ୍ରେମ। ପିଲାମାନେ ଧୀରେ ଧୀରେ ଶିଖନ୍ତି, ସେଥିପାଇଁ ଧୈର୍ଯ୍ୟ ଧରନ୍ତି ଏବଂ ପ୍ରେମରେ ମଧ୍ୟ ତାଙ୍କୁ ଆମେ ଶିଖାନ୍ତି। ଦେଖୁଛନ୍ତି ଯେ କୁନି ଛୁଆଟି ପ୍ରଥମେ ଓଡ଼ିଆ ସୁଲିଖନ କିପରି ଓଡ଼ିଆ ଭାଷାରେ ଲେଖୁଛି, ଅନେକ ସୁନ୍ଦର ଶୈଳୀରେ ଲେଖୁଛି, ଧୈର୍ଯ୍ୟର ସହିତ ଲେଖୁଛି ଏବଂ ଧୀରେ ଧୀରେ ସେ ଅଭ୍ୟାସ କରୁଛି। ତାପରେ ଆମେ ଦେଖିବା ସେ ଇଂଲିଶରେ ଲେଖିବ, ତାପରେ ହିନ୍ଦୀରେ ଲେଖିବ। ଆଗକୁ କୌଣସି ନିର୍ଦ୍ଦିଷ୍ଟ ଶୈଳୀରେ ସେ କିପରି ଲେଖୁଛି ତାହା ବି ଆମେ ଦେଖିବା। ପ୍ରଥମେ କହିଛି 6ଟି ମାଧ୍ୟମରେ ସିଏ ଲେଖିବ। ଗୋଟେ ସୁସଂଗଠିତ ଧାରା, 2ରେ ସଠିକ୍ ଶବ୍ଦ ବ୍ୟବହାର, 3ରେ ଭାବ ପ୍ରକାଶନ, 4ରେ ଅନୁଶୀଳନ, 5ରେ ଅନ୍ୟମାନଙ୍କର ଲେଖା ପଢ଼ିବା, 6ରେ ପୁନଃ ସମୀକ୍ଷା। ବର୍ତ୍ତମାନ ଆମେ ଦେଖିବା ଯେ ସେ ସୁସଂଗଠିତ ଧାରା କିପରି ଲେଖୁଛି। ଲେଖାର ନିୟମିତ ଧାରା ରଖନ୍ତୁ। ଆରମ୍ଭ ଏବଂ ମଧ୍ୟଭାଗ ଏବଂ ଶେଷ ଭାଗ ଭଲ ଭାବରେ ସେ କିପରି ଲେଖୁଛି ତାହା ଆମେ ଦେଖିବା। 2ରେ ସଠିକ୍ ଶବ୍ଦ ବ୍ୟବହାର, ଉଚିତ ଶବ୍ଦ ବା ବ୍ୟାକରଣ ଜ୍ଞାନ ଦ୍ୱାରା କିପରି ଲେଖିବ ତା ଅଭ୍ୟାସ ଦେଖିବା। ଅନୁଚିତ ଶବ୍ଦ ବା ବ୍ୟାକରଣ ଭୁଲ ଲେଖାକୁ ଅପାର୍ଥ କରିବା। 3ରେ ଭାବ ପ୍ରକାଶନ, ଲେଖାରେ ଆପଣଙ୍କର ଭାବନା ଏବଂ ସନ୍ଦେଶ ସ୍ପଷ୍ଟ ଭାବେ ବ୍ୟକ୍ତ କରିବା। 4ରେ ଅନୁଶୀଳନ, ନିୟମିତ ଲେଖନ ଅଭ୍ୟାସ କଲେ ତାର ସୁଲିଖନ ଦକ୍ଷତା କିପରି ବୃଦ୍ଧି ପାଇବ। 5ରେ ଅନ୍ୟମାନଙ୍କର ଲେଖା ପଢ଼ନ୍ତୁ, ଅନ୍ୟ ଲେଖକଙ୍କର ଭଲ ଲେଖା ପଢ଼ିବା ଦ୍ୱାରା ଅନେକ ନୂଆ ନୂଆ ଶୈଳୀରେ ଏବଂ ଧାରା ଶିଖିପାରିବା। ତାପରେ ପୁନଃ ସମୀକ୍ଷା, ଲେଖା ଶେଷ ହେଲା ପରେ ଏହାକୁ ଏକଥର ପୁନଃ ପଢ଼ି ତ୍ରୁଟି ଠିକ୍ ଭାବରେ ସମୀକ୍ଷା କରିବା। ତାହେଲେ ଚାଲନ୍ତୁ ଦେଖିବା ଏହି ସୁସଂଗଠିତ ଧାରା, ଲେଖାର ନିୟମିତ ଧାରା ଏବଂ ସଠିକ୍ ଶବ୍ଦ ବ୍ୟବହାର, ଉଚିତ ଶବ୍ଦ ବା ବ୍ୟାକରଣ ଜ୍ଞାନ ଦ୍ୱାରା ଲେଖନ ଅଭ୍ୟାସ କରିବା ଏବଂ ଭାବ ପ୍ରକାଶନ, ଲେଖାରେ ଆପଣଙ୍କର ଭାବନା ଓ ସନ୍ଦେଶ ସ୍ପଷ୍ଟ ଭାବେ ବ୍ୟକ୍ତ କରିବା ଏବଂ ଅନୁଶୀଳନ, ନିୟମିତ ଲେଖନ ଅଭ୍ୟାସ କଲେ ସୁଲିଖନ ଦକ୍ଷତା ବୃଦ୍ଧି ପାଇବା। ଅନ୍ୟମାନଙ୍କର ଲେଖା ଭଲ ଭାବେ ପଢ଼ିବା ଏବଂ ଅନେକ ନୂଆ ଶୈଳୀ ଶିଖିବା। ପୁନଃ ସମୀକ୍ଷା, ଲେଖା ଶେଷ ହେବା ପରେ ଏହାକୁ ଗୋଟେ ଥର ଭଲ ଭାବେ ପଢ଼ିବା ଏବଂ ବୁଝିବା। ଆଜିର ଏହି କୁନି ଛୁଆ ସୁଲିଖନ ଅଭ୍ୟାସ ଯେଉଁ ଲେଖା ଅଭ୍ୟାସ ସେ କରୁଛି କିପରି ଭାବେ ଭଲ ଭାବେ ଲେଖିବ ତା ମଧ୍ୟ ଆମେ ଦେଖିଲେ। ତେଣୁକରି ଆପଣମାନଙ୍କର ଛୋଟ ଛୋଟ କୁନି ଛୁଆମାନଙ୍କୁ ଏଇଭଳି ଭାବରେ ଲେଖାର ଅଭ୍ୟାସ କରନ୍ତୁ।
ରୋଜ थोड़ा समय ଦେଇ ଲେଖା ଅଭ୍ୟାସ କରନ୍ତୁ। ଅକ୍ଷର ବା ଛୋଟ ବାକ୍ୟ ଯେକୌଣସି ଲେଖା ହେଲେ ବି ଚଳିବ। ସେମାନଙ୍କୁ ହସ୍ତାକ୍ଷର ଶିଖାଇବା। ପ୍ରଥମେ ସେମାନଙ୍କୁ ଇଂଲିଶ, ତାପରେ ଓଡ଼ିଆ, ତାପରେ ବର୍ତ୍ତମାନ ହିନ୍ଦୀର ହସ୍ତାକ୍ଷର ଆମେ ଶିଖେଇବା। କିପରି ଠିକ୍ ଲାଇନ୍ ମଧ୍ୟରେ ଭଲ ଭାବରେ ସେ କିପରି ଲେଖିବା ତାହା ମଧ୍ୟ ଆମେ ତାଙ୍କୁ ଉତ୍ସାହ ମାଧ୍ୟମରେ ଶିଖେଇବା। ଖେଳ କ୍ରମରେ ବି ହସ୍ତାକ୍ଷର ଲେଖିବା ଆମେ ଶିଖେଇ ପାରିବା। ଲେଖାକୁ ମଜାଦାର ଖେଳ ବା ଚିତ୍ର ଦ୍ୱାରା, କଲର ଦ୍ୱାରା ତାହା ମଧ୍ୟ ଶିଖାଇ ପାରିବା। ତେଣୁ କୁନି ଛୁଆକୁ ପ୍ରଶଂସା ଉତ୍ସାହ ମାଧ୍ୟମରେ ବି ଆମେ ସେମାନଙ୍କୁ ହସ୍ତାକ୍ଷର ଶିଖାଇ ପାରିବା। ସେମାନେ ଭଲ ଲେଖିଲେ ଛୋଟ ଛୋଟ ଗିଫ୍ଟ କିମ୍ବା ତାଙ୍କୁ ସାବାସ କହି ଧନ୍ୟବାଦ ଦେଇ ଉତ୍ସାହିତ କରିବା ଏବଂ ଏହି ଲେଖା ତାଙ୍କର ଧୈର୍ଯ୍ୟ ଆଉ ପ୍ରେମ। ଧୈର୍ଯ୍ୟ ମାନେ ଲେଖା ଆରମ୍ଭରୁ ଶେଷ ହେବା ପର୍ଯ୍ୟନ୍ତ ତାଙ୍କ ପାଖରେ ବସିକି ତାଙ୍କୁ କେଉଁଟା ଭୁଲ କେଉଁଟା ଠିକ୍ ତାହା ମଧ୍ୟ ଆମେ ଦର୍ଶାଇ ପାରିବା, ବୁଝାଇ ପାରିବା ଏବଂ ରଙ୍ଗ ଶବ୍ଦକୁ ଭୁଲ ମାଧ୍ୟମରେ ଲେଖୁଥିଲେ ତାହା ମଧ୍ୟ ତାଙ୍କୁ ରବରରେ ଲିଭାଇକି ଠିକ୍ ମାଧ୍ୟମରେ ଲେଖିବା ପାଇଁ ପରାମର୍ଶ କରିବା। ଆଜିର ଏହି ହସ୍ତାକ୍ଷର ମାନେ ସୁଲିଖନ କିପରି ସେ ସୁନ୍ଦର ଭାବରେ ଲେଖିବ ସେଟା ଏକ କୁନି ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ ପ୍ରକାଶ କରୁଛି। ମୋ ପରି କୁନି